ए ହେଉଛି ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଷ୍ଟେଟ୍ ବ୍ୟାଙ୍କ ଛକଠାରୁ ଆରମ୍ଭ କରି ଟାଟା ବେଞ୍ଚ ଛକ ପର୍ଯ୍ୟନ୍ତ ରାସ୍ତାର ଦୃଶ୍ୟ, ଯାହା ବହୁ ଖାଲଖମାରେ ପରିପୂର୍ଣ୍ଣ। କେଉଁଠି ପିଚୁ ଉଠିଯାଇ ବୃହତ ଗର୍ତ୍ତ ସୃଷ୍ଟି ହେଲାଣି ତ ଆଉ କେଉଁଠି ମୋରମ ଦେଖାଯିବା ସହ ଗୋଡ଼ି ଚାରିଆଡ଼େ ବିଛେଇ ହୋଇ ପଡ଼ି ରହିଛି, ଯେଉଁଥିପାଇଁ ପ୍ରତିଦିନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସାଇକେଲ ଓ ଦୁଇଚକିଆ ଯାନରେ ଯାଉଥିବା ଗାଡ଼ି ଚାଳକମାନେ ବହୁ ସଂଖ୍ୟାରେ ପଡ଼ି ଆହତ ହେଉଛନ୍ତି। ପୁଣି ରାସ୍ତା ସାରା ଯାନବାହନ ଯାତାୟାତ ବେଳେ ଧୂଳିମୟ ହେବା କାରଣରୁ ପରିବେଶ ଦୂଷିତ ହେଉଛି। ତେବେ ଏହିସବୁ ଅଞ୍ଚଳଗୁଡ଼ିକ ହେଉଛି ସହରର ସବୁଠାରୁ ଅଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଯାତାୟାତ କରୁଥିବା ବେଳେ ସମଗ୍ର ଦକ୍ଷିଣ ଓଡ଼ିଶାର ବୃହତ ସ୍ୱାସ୍ଥ୍ୟକେନ୍ଦ୍ର ଏମ୍କେସିଜି ମେଡିକାଲକୁ ଗୁରୁତର ରୋଗୀଙ୍କୁ ନେଇ ବହୁ ଆମ୍ବୁଲାନ୍ସ ଏ ରାସ୍ତା ଦେଇ ଅତି ଦୟନୀୟ ଭାବେ ଯାତାୟାତ କରିଥାଏ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ରାସ୍ତା ପ୍ରତିଦିନ ପଥଚାରୀଙ୍କଠୁ ଆରମ୍ଭ କରି ନେତା, ଯନ୍ତ୍ରୀ, ଉଚ୍ଚପଦସ୍ଥ ଅଧିକାରୀ ଓ ସମାଜସେବୀ, ବୁଦ୍ଧିଜୀବୀ ଯାତାୟାତ କରୁଥିବା ବେଳେ କାହାରି ବି ଏହି ରାସ୍ତା ଉପରେ ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ। ତେଣୁ ଯଥାଶୀଘ୍ର ଉକ୍ତ ରାସ୍ତାକୁ ମରାମତି କରାଯିବା ନେଇ ଦାବି କରିଛନ୍ତି ସାଧାରଣ ଜନତା। ବର୍ତ୍ତମାନ ଆମର ବ୍ରହ୍ମପୁର ସହରର ଏଇ ଯୋଉ ପାଣି ଟ୍ୟାଙ୍କ ରାସ୍ତାରେ ଅଛି ଷ୍ଟେଟ୍ ବ୍ୟାଙ୍କ ରୋଡରେ ମୁଁ ଅଛି ବର୍ତ୍ତମାନ। ଆପଣ ଦେଖୁଥିବେ ଏଠି ଯୋଉ ପ୍ରକାର ରାସ୍ତାରେ ଯୋଉ ଖାଲ ଖମା ହେଇକି ରହିଛି, ଏଇଟା ରାସ୍ତାରେ ଖାଲ ନା ଖାଲରେ ରାସ୍ତା ଏଇଟା ଜାଣି ହେଉନି। କାରଣ ବର୍ତ୍ତମାନ ଏ ଷ୍ଟେଟ୍ ବ୍ୟାଙ୍କ ରୋଡର ଏ ଷ୍ଟେଟ୍ ବ୍ୟାଙ୍କ ଛକରୁ ଆପଣ ଦେଖିବେ ଉତ୍କଳ ଆଶ୍ରମ, ଗଞ୍ଜାମ କଳା ପରିଷଦ ସେହି ରାସ୍ତା ପର୍ଯ୍ୟନ୍ତ ରାସ୍ତାରେ ଅନେକ ଖାଲ ଖମା ରହିଛି ଏବଂ ଗାଡ଼ି ଯିବା ଆସିବାଟା ବହୁତ ମୁସ୍କିଲ ହେଇଛି ଏବଂ ସମସ୍ତେ ପ୍ରାୟ ଦୁର୍ଘଟଣାଗ୍ରସ୍ତ ଅଧିକାଂଶ କ୍ଷେତ୍ରରେ ହେଉଛନ୍ତି। ୟାର ତୁରନ୍ତ ସମାଧାନ ହେବା ଦରକାର। ରୋଡଟା ଆମର କିଛି ଦିନ ହେଲା କାମ ହେଇଥିଲା, ଏବେ ପୁଣି ଆଉ ଥରେ ସେଟା ଖରାପ ଅବସ୍ଥା ଆସିଲାଣି। ଏଟା ରୋଡ ଜାମ୍ ହେଉଛି, ଲୋକ ଏଠି ଆକ୍ସିଡେଣ୍ଟର ଅସୁବିଧା ମଧ୍ୟ ହେଉଛି। ଏପଟେ ଆମ୍ବୁଲାନ୍ସ ଯିବା ଆସିବା ପ୍ରତି ମୁଭମେଣ୍ଟ ରହୁଛି, କିନ୍ତୁ ରୋଡ ଠିକ୍ କରାଯାଇପାରୁନି। ଏଠି ପୁଣି କଲେଜ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଛନ୍ତି, ଏଠି ପ୍ରତି ପ୍ରକାର ଗହଳି ହେଉଛି। ଏଠି ହେଇକି ମଧ୍ୟ ରୋଡ କାମ ହେଉନି। ବ୍ରହ୍ମପୁର ସହରର ଷ୍ଟେଟ୍ ବ୍ୟାଙ୍କଠୁ ଷ୍ଟାର୍ଟ କରିକି ଆମର ସୁବାର ଛକ ପର୍ଯ୍ୟନ୍ତ ଏପରି ଖାଲ ଢେପ ରହିଛି ରାସ୍ତାରେ, ଯାହାଫଳରେ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କର ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ତ ସରକାରଙ୍କୁ ଏତିକି ମୋର ଅନୁରୋଧ ଯେ ଏହାର ମରାମତି କଲେ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଇବୁ। ବ୍ରହ୍ମପୁର ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଖବର ଓଡ଼ିଶା।